ନମସ୍କାର, ମୁଁ ପୁରୁଷୋତ୍ତମ ସ୍ୱାଇଁ ଆପଣମାନଙ୍କୁ ଆଞ୍ଚଳିକ ବିକାଶ ପରିଷଦକୁ ସ୍ୱାଗତ ଜଣାଉଛି। ଏହି ସଂସ୍ଥାର ମୁଖ୍ୟ ଲକ୍ଷ୍ୟ ହେଉଛି ଲୁପ୍ତପ୍ରାୟ ଘରଚଟିଆକୁ ସଂରକ୍ଷଣ ଦେବା, ଯେଉଁଥିପାଇଁ ଆମ ଅଞ୍ଚଳର ସାଗର କୁମାର ପାତ୍ର ଭାଇ ଜଣେ ଏହି ପ୍ରୟାସକୁ ଆରମ୍ଭ କରିଥିଲେ ଏବଂ ଆମେରିକାରେ ଯାଇ ମଧ୍ୟ ନିଜର ବକ୍ତବ୍ୟକୁ ସମସ୍ତଙ୍କ ଆଗରେ ପରିପ୍ରକାଶ କରିଥିଲେ। ଆମେ ଆମର ବୈଠକରେ ସଭାପତି ସାଗର କୁମାର ପାତ୍ରଙ୍କ ସହିତ ଡିସ୍କସନରେ କଥାବାର୍ତ୍ତା କରିଥିଲୁ ଯେ ଦିନକୁ ଦିନ ବଢ଼ୁଥିବା ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଆମର କିଛି କର୍ତ୍ତବ୍ୟ ଅଛି, ଯାହାକି ଆମେ ଶେଷରେ ପାଇଲୁ ଯେ ଗଛ ଲଗାଇବା ଓ ଜଙ୍ଗଲ ପ୍ରସ୍ତୁତି କରିବା, ଯାହାଦ୍ୱାରା ଆମର ତାପମାତ୍ରା ଯେଉଁ ଦିନକୁ ଦିନ ବୃଦ୍ଧି ପାଉଛି ତାହା କିଛି ମାତ୍ରାରେ କମିବାକୁ ଲାଗିବ ଏବଂ ଆମକୁ ସୁସ୍ଥ ଅମ୍ଳଜାନ ପରିବେଶ ମିଳିଯିବ। ଆମ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟମାନଙ୍କର ନିଜ ଚେଷ୍ଟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ମା ନାଁରେ ଗଛଟିଏ ପ୍ରୋଗ୍ରାମକୁ ଆଉ ଦୁଇ ପାଦ ଆଗକୁ ନେଇ ମା ପାଇଁ ଗଛଟିଏ, ପଞ୍ଚାୟତ ପାଇଁ ଜଙ୍ଗଲଟିଏ ସୃଷ୍ଟି କରିବା ପାଇଁ ସ୍ଥିତିବଦ୍ଧ ହୋଇ ଅଗଷ୍ଟ 3 ତାରିଖ ଧାର୍ଯ୍ୟ କରିଲୁ ଏହାର ଶୁଭାରମ୍ଭ ପାଇଁ। ଆମର ଏହି ପ୍ରୋଗ୍ରାମକୁ ଲୋକଲୋଚନକୁ ଆଣିବା ପାଇଁ ଆମର ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ବିଭୂତି ଜେନା ମହୋଦୟ ଏବଂ ଆମ ଅଞ୍ଚଳର ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଥିଲେ ଏବଂ ଏଥିରେ ଆମ ଅଞ୍ଚଳର କଳିଙ୍ଗ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଭାଇମାନେ ମଧ୍ୟ ଆମର ଏହି ପ୍ରୋଗ୍ରାମରେ ଯୋଗ ଦେଇ ଆମ ଏହି ପ୍ରୋଗ୍ରାମକୁ ଆହୁରି ସୁନ୍ଦର କରି ଆମେ ଆମର ଅଶେଷ ଧନ୍ୟବାଦ ଆମ ଅଞ୍ଚଳର ତହସିଲଦାର ସାର୍, ଆମ ଅଞ୍ଚଳର DFO ସାର୍ ଓ କିଛି ସହକର୍ମୀମାନଙ୍କୁ ଆମେ ପ୍ରଦାନ କରିଥିଲୁ। ଆସନ୍ତୁ ମୁଁ ଆପଣଙ୍କୁ ଆମର ଶ୍ରୀ ସିଦ୍ଧାନ୍ତ ମହାପାତ୍ର ସାର୍ଙ୍କ ଦ୍ୱାରା ରଖାଯାଇଥିବା ବକ୍ତବ୍ୟକୁ ଆପଣଙ୍କ ସହିତ ସେୟାର କରୁଛି, ଯାହାକି ବହୁତ ମନମୁଗ୍ଧି ମଧ୍ୟ ଥିଲା। ଏବଂ ଏ ମାଟି ମା ପାଇଁ ବି ଗଛଟିଏ, ତାର ସୁରକ୍ଷା ପାଇଁ ବି ଆମକୁ ଏ ଗଛଟା ଦରକାର। ତେଣୁକରି ଇଏ ଗୋଟେ ବୃହତ୍ତର ସ୍ୱାର୍ଥକୁ ନେଇକି ଯେଉଁ ମାନ୍ୟ ପ୍ରଧାନମନ୍ତ୍ରୀଜୀ ଯେଉଁ ଜିନିଷ କହିଛନ୍ତି, ଆମର ଭାବାବେଗ ସହିତ ୟାକୁ ଯୋଡ଼ିକିରି ଏ ଗଛ ଯେଉଁଭଳି ଭାବରେ ଆମେ ଗଛ ବଡ଼ ସୁନ୍ଦର ଲାଗିଲା ମୋତେ ଯେ ଏଠିକି କେତେ ନିମ୍ବ ଗଛ ଏ ଜାଗାରେ ଲଗାହେଇଛି। यार जो औषधीय गुण ଏବଂ ଏଠିକି ଆସିଲେ ଯେଉଁ ପ୍ରକାରର ଅମ୍ଳଜାନ ଆପଣ ପାଇବେ, ଏଇଠୁ ଟିକେ ଆଗକୁ ଭଗବାନ ପରେ ମିଳିବ ଏ ଦକ୍ଷିଣ ପୂର୍ବ ପଳେଇଗଲେ ହାଇୱେ ଉପରକୁ ଆପଣ ଖାଲି ଅଙ୍ଗାରକାମ୍ଳ ପାଇବେ ସେ ଜାଗାରେ। ଇଏ ହେଉଛି ସୁନ୍ଦର ଜିନିଷ। ତେଣୁକରି ରାସ୍ତା କଡ଼ରେ ବି ଆମେ ଚେଷ୍ଟା କରିବା ଯେ ଯେତେ ପାରୁ ପର୍ଯ୍ୟନ୍ତ ମେଡିସିନାଲ ଏଇ ଯେଉଁ ନିମ୍ବ ଗଛ ହେଲା, ଏ ପ୍ରକାରର ଔଷଧୀୟ ଗୁଣ ଯେଗୁଡ଼ିକର ଅଛି ଯେଉଁଥିରେ ମ୍ୟାକ୍ସିମମ୍ ऑक्सीजन जोटा प्रोड्यूस करूची से टाइप रो भी हमको गछ दरकार। काहेकि एबे तो गछर कल्चर पड़े गलानी, एबे तो गाड़ी मोटर धर के हम जाउचे आछे बाटोइटे चाली की गला बळे खरा होची तो गोटे गछ तळे रहिबो एवं सेही गछ तळे जो रहिबो से समय रे खाली खरा छाई नहे, सेतरे अनेक परिमाण से अम्लजान भी सेठी पाउची, शक्ति भी पाउची, पुणी आगु चलीबा। तेणु करी ए प्रकृति मां को यदि हमको सतरे आगुकू नबार अच्छी ताले निश्चित भाव प्रथम आमर आसेम्बली गोटे पड़ीला कथा से मोर जो कहूली से पांचटा जिनस को आमको रखा पड़े, बंचेकी रखा पड़ा विषय आमको चिंता भी कही ना वक्तव्य बहुत सुंदर रखी और आमको बहुत पसंद आसाला। चलतु आमर प्रोग्राम को किसी मात्रा एंजॉय करिबा। धन्यवाद।
ହେଇ 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 ବନ୍ଧୁମାନେ, ଭୁଲିଗଲେ କି ମୁଁ ଏଇ ଭିତରେ କେଉଁଠି ଥିବି ବା? ଆପଣମାନେ ଦେଖିବେନି? ଦେଖିନିଅନ୍ତୁ ଆମର କିଛି ରଙ୍ଗୀନ ମୁହୂର୍ତ୍ତ, ଆମେ କିଛି ପ୍ରକୃତି ସହିତ ବିତେଇଥିବା ମୁହୂର୍ତ୍ତକୁ ଆମେ ଆପଣଙ୍କ ସହିତ ସେୟାର କରୁଛୁ। ଇଏ ହେଉଛି ମୋ ମା' ମୋତେ ଦେଇଥିବା ଗଛ, ଯାହାକୁ କି ମୁଁ ତା ନାଁରେ ହିଁ ପୋତି ଦେଇଛି।